ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଆମେ ଦଶମ କ୍ଲାସ୍ 10ର ନୂଆ ଚାପ୍ଟରଟେ ପଢ଼ିବା, ଯେଉଁଟାକି ନୂଆରେ ଏଡ଼୍ ହେଇଛି ଆପଣମାନଙ୍କର ଶିକ୍ଷାବର୍ଷ 26-27ର। ତ ତା'ର ସେଇ ଚାପ୍ଟରଟି ଆଜି ଆମେ ଦେଖିବା। ଚାଲନ୍ତୁ ଆଉ ଡେରି ନକରି ବିଷୟକୁ ଆରମ୍ଭ କରିବା। କ'ଣ ଦେଇଛି? ଆମର ଯେଉଁ କୋଭିଡ଼ ହେଇଥିଲା, କରୋନା ଭାଇରସ୍ ବା କୋଭିଡ଼-19, ଯେଉଁଟାକି ବିଶ୍ୱ ମହାମାରୀ କୋଭିଡ଼-19 ଓ ତାହାର ପରିଚାଳନା, ତା ବିଷୟରେ ଗୋଟେ ନୂଆ ଚାପ୍ଟରଟେ ଲାଇଫ୍ ସାଇନ୍ସରେ ଦେଇଛି। ଏକାଦଶ ଅଧ୍ୟାୟକୁ ଏଡ଼୍ କରାହେଇଛି, ଯେଉଁଟାକି ପାଣ୍ଡେମିକ୍ କୋଭିଡ଼-19 ଆଣ୍ଡ ଇଟ୍ସ ମ୍ୟାନେଜମେଣ୍ଟ। ଚାଲନ୍ତୁ ଆମେ ପ୍ରଥମରୁ ଏଟାକୁ ପଢ଼ିବା, କ'ଣ ଅଛି କ'ଣ ନାହିଁ। ପ୍ରଥମେ ପଢ଼ିଦେବା, ତାପରେ ତା'ର କେତୋଟି କ'ଣ ଅଛି ସବୁ ଦେଖିବା। ଚାଲନ୍ତୁ ଡେରି ନକରି ଆରମ୍ଭ କରିବା। ବିଶ୍ୱ ମହାମାରୀ କୋଭିଡ଼-19 ଓ ତାହାର ପରିଚାଳନା। ସୁସ୍ଥ ଜୀବଟିଏ ସାଧାରଣତଃ 2ଟି କାରଣରୁ ରୋଗଗ୍ରସ୍ତ ହୋଇଥାଏ। ସେଥିମଧ୍ୟରୁ ଗୋଟିଏ ପରିବେଶ ଜନିତ ହୋଇଥିବା ବେଳେ ଅନ୍ୟଟି କାରଣ ପରଜୀବୀ ହୋଇଥାଏ। କେତେଟା କାରଣରୁ ମଣିଷ ରୋଗରେ ପଡ଼ିଥାଏ? ନା ଗୋଟେ ପରିବେଶ ଜନିତ ହେଇଥିବ, ଆଉ ଗୋଟେ କ'ଣ ହେଇଥିବ ନା ପରଜୀବୀ ଜନିତ। ଅସଂଖ୍ୟ ଆଦି ପ୍ରାଣୀ, କବକ, ଜୀବାଣୁ, ଭୂତାଣୁ, ମୁଖ୍ୟତଃ ପରଜୀବୀମାନେ ଜୀବ ଶରୀରର ଆଭ୍ୟନ୍ତର ବା ବାହ୍ୟ ଭାଗରେ ରହିଥାନ୍ତି ଏବଂ ଏଥିରୁ କେତେକ ରୋଗର କାରଣ ହୋଇଥାଏ। ମୁଖ୍ୟତଃ ଉଦ୍ଭିଦ ଜଗତରେ କବକଗୁଡ଼ିକ ଦ୍ୱାରା ବହୁ ସଂକ୍ରମଣ ରୋଗ ସୃଷ୍ଟି ହେଉଥିବା ବେଳେ ଜୀବାଣୁ ଓ ଭୂତାଣୁଗୁଡ଼ିକ ପଶୁପକ୍ଷୀ ଓ ମଣିଷଙ୍କ ଶରୀରରେ ବିଭିନ୍ନ ରୋଗ ସୃଷ୍ଟିର ମୁଖ୍ୟ କାରଣ ଅଟନ୍ତି। ଜୀବଜଗତରେ ସବୁଠାରୁ ସଚେତନ ମଣିଷ ସମାଜ ବାରମ୍ବାର ତାହାର ପରିବିସ୍ତାରର ମାଧ୍ୟମ ସ୍ପର୍ଶଜନିତ କିମ୍ବା ବିଭିନ୍ନ ପ୍ରକାରର ଜୀବ, ବାୟୁ, ଜଳ ବା ଅନ୍ୟ କିଛି ହୋଇପାରେ। ସେସବୁ ଯୋଗୁଁ ମଣିଷ କ୍ରିୟାକଳାପରେ ପରିବର୍ତ୍ତନ ଆସି ତାହାର ଅଶେଷ କ୍ଷତି ଘଟେ। ଏପରିକି ସେହି ରୋଗ ହିଁ ମଣିଷ ମୃତ୍ୟୁର କାରଣ ହୁଏ। ବେଳେବେଳେ ରୋଗଟି ଏପରି ତୀବ୍ର ହୁଏ ଯେ ତାହା ଗୋଟିଏ ଭୌଗୋଳିକ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ବ୍ୟାପିଯାଇ ଅସଂଖ୍ୟ ଲୋକଙ୍କୁ ମାରିଥାଏ। ଏହିପରି ରୋଗକୁ ମହାମାରୀ ଆଖ୍ୟା ଦିଆଯାଇଥାଏ। ଉଦାହରଣ ଭାବେ ମିଳିମିଳା, ଯେଉଁଟାକି ମିଜଲ୍ସ ହୁଏ ତୁମମାନଙ୍କୁ, ବସନ୍ତ ଓ ପୋଲିଓକୁ ନିଆଯାଇପାରେ। ରୋଗଟି କେବଳ ସୀମିତ ଅଞ୍ଚଳରେ କ୍ରମାଗତ ଭାବେ ରହି ମଣିଷକୁ ରୋଗଗ୍ରସ୍ତ କରୁଥିଲେ ତାହାକୁ ଏଣ୍ଡେମିକ୍ ରୋଗ କୁହାଯାଏ। ଉଦାହରଣ ମ୍ୟାଲେରିଆ। ମାନେ ଦୁଇଟା, ଗୋଟେ ଏଣ୍ଡେମିକ୍ ଆଉ ଗୋଟେ ପାଣ୍ଡେମିକ୍। ପାଣ୍ଡେମିକ୍ ମାନେ ସିଏ ବ୍ୟାପିଯିବ, ଏଣ୍ଡେମିକ୍ ମାନେ ସେ ଗୋଟେ ପର୍ଟିକୁଲାର ଏରିଆରେ ହେବ, ଯେଉଁଟାକି ସମସ୍ତଙ୍କୁ ହେବ, ହେଲା। ଉଦାହରଣ ଯେମିତି ଏଣ୍ଡେମିକ୍ର ଉଦାହରଣ ମ୍ୟାଲେରିଆ, ପାଣ୍ଡେମିକ୍ର ଉଦାହରଣ କେଉଁଟା? ମିଜଲ୍ସ, ମିଳିମିଳା ହେଉ, ତୁମର ଯେଉଁ କରୋନା ଭାଇରସ୍ ହେଉ। କରୋନା ଭାଇରସ୍ଟା ହିଁ ତୁମେ ଠିକ୍ ଜାଣିପାରିବ। ଏହିପରି ରୋଗଗୁଡ଼ିକ ବିସ୍ତାର ଓ ପ୍ରଭାବ ସମ୍ପର୍କରେ ଆମକୁ ପୂର୍ବାନୁମାନ କରିହୁଏ। ପୁନଶ୍ଚ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା ଅନୁସାରେ ବ୍ୟାପକ ଅଞ୍ଚଳରେ ଦ୍ରୁତରୁ ଦ୍ରୁତତର ଏକ୍ସପୋନେନ୍ସିଆଲ୍ ମାନେ ବହୁତ ଜୋରରେ, ମାନେ ଜଣକୁ ହେଲା ହେଇ ଆଉ ଜଣକୁ ହେଇଗଲା, ହେଇ ଆଉ ଜଣକୁ ହେଇଗଲା, ଏଇ ଟାଇପ୍ର ସବୁ କ'ଣ ହେଉଥିଲା? ବ୍ୟାପୁଥିଲା। ଏହାକୁ ସର୍ବବ୍ୟାପୀ ରୋଗ ବା ମହାମାରୀ କୁହାଯିବ। ଅର୍ଥାତ୍ ରୋଗଟି ତୀବ୍ର ଗତିରେ ବ୍ୟାପୁଥିବ। ଏପରିକି ପ୍ରତ୍ୟେକ ଦିନ ତାହାର ପୂର୍ବ ଦିନ ଅପେକ୍ଷା ଅଧିକ ସଂଖ୍ୟାର ବ୍ୟକ୍ତିକୁ ଆକ୍ରାନ୍ତ କରୁଥିବ। ବିଶ୍ୱ ମହାମାରୀ ରୋଗଟି କାରକଟି ବ୍ୟାପକ ଅଞ୍ଚଳରେ ବିସ୍ତାର ଲାଭ କରି ବହୁ ଦେଶ ବା ତା ଦେଶବାସୀମାନଙ୍କୁ ଖୁବ୍ କମ୍ ସମୟ ମଧ୍ୟରେ ରୋଗଗ୍ରସ୍ତ କରିଥାଏ। ଉଦାହରଣ ହଇଜା, ପ୍ଲେଗ, ବସନ୍ତ, ଇନଫ୍ଲୁଏଞ୍ଜା, କୋଭିଡ଼-19 ଇତ୍ୟାଦି। ଏଇଟା ସବୁ ନୋଟ୍ କର ଯେ କେଉଁଟା ପାଣ୍ଡେମିକ୍ରେ ଯାଉଛି, ବିଶ୍ୱ ମହାମାରୀରେ କେଉଁଟା ଯାଉଛି ନା ହଇଜା, ପ୍ଲେଗ, ବସନ୍ତ, ଇନଫ୍ଲୁଏଞ୍ଜା, କୋଭିଡ଼-19 ଇତ୍ୟାଦି।
କେତୋଟି ବିଶ୍ୱ ମହାମାରୀ। ବିଶ୍ୱାସ କରାଯାଏ ଯେ 12,000 ବର୍ଷ ଧରି ଆନ୍ତର୍ଜାତିକ ସୀମା ଅତିକ୍ରମ କରିଥିବା ବସନ୍ତ ରୋଗ ଯୋଗୁଁ ଏପର୍ଯ୍ୟନ୍ତ ପାଖାପାଖି 30ରୁ 50 କୋଟି ଲୋକ ମରିଛନ୍ତି। ସବୁଠାରୁ ପୁରାତନ ବିଶ୍ୱ ମହାମାରୀ ମଧ୍ୟରେ ବସନ୍ତ ରୋଗ ଗୋଟିଏ। ଏହା ଏକ ଭୂତାଣୁ ଜନିତ ରୋଗ। ବିଭିନ୍ନ ସଚେତନତା କରାଯାଇଛି। ରୋଗର କାରଣ ହେଉଛି H1N1 ଭୂତାଣୁର ବିଭିନ୍ନ ରୂପ ଯଥା H3N2, H2N2 ଇତ୍ୟାଦି। ରୋଗଟିର ଆବିର୍ଭାବ ଠାରୁ ଆଜି ପର୍ଯ୍ୟନ୍ତ ରୋଗଗ୍ରସ୍ତ ହୋଇ ବିଭିନ୍ନ ପର୍ଯ୍ୟାୟରେ ଅତି କମରେ 5 କୋଟିରୁ ଅଧିକ ଲୋକ ମଲେଣି। କେବଳ ସ୍ୱାଇନ୍ ଫ୍ଲୁ ଏବଂ ଏସିଆନ୍ ଫ୍ଲୁରେ 40 କୋଟିରୁ ଅଧିକ ଲୋକ ମରିଛନ୍ତି। ସ୍ୱାଇନ୍ ଫ୍ଲୁ ଦ୍ୱାରା ବିଶ୍ୱରେ 1/3 ଲୋକ ସଂକ୍ରମିତ ହୋଇଛନ୍ତି। ସେପରି ଜୀବାଣୁ ଜନିତ ରୋଗ। ଅନୁମାନ କରାଯାଏ ଯେ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ HIV/AIDS ଉତ୍ପତ୍ତି ଲାଭ କରିଥିଲା ଏବଂ 1981 ମସିହାରେ ପ୍ରଥମେ ଏଡ୍ସ ବ୍ୟାଧିଗ୍ରସ୍ତକୁ ଯୁକ୍ତରାଷ୍ଟ୍ର ଆମେରିକାରେ ଚିହ୍ନଟ କରାଯାଇଥିଲା। ଫାଷ୍ଟ ଏଡ୍ସ ବ୍ୟାଧିଗ୍ରସ୍ତକୁ କେଉଁଠି ଚିହ୍ନଟ କରାଯାଇଥିଲା? ଯୁକ୍ତରାଷ୍ଟ୍ର ଆମେରିକା। HIV ହେଉଛି ହ୍ୟୁମାନ୍ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ୍। ଯେତେବେଳେ ଏଡ୍ସ ହେବ, ଏଡ୍ସ ହେଲେ କ'ଣ ହେବ ନା ସିଏ ପୁରା ଇମ୍ୟୁନ୍ ସିଷ୍ଟମ୍କୁ ପୁରା ଡାଉନ୍ କରିଦେବ। ସେଥିପାଇଁ ତା ନାମ କ'ଣ? ହ୍ୟୁମାନ୍ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ୍ ମସିହାରେ ଏଡ୍ସ। ତାପରେ ରୋଗକୁ ପ୍ରକୋପ କ୍ରମାଗତ ହ୍ରାସ ପାଇଲା। ବର୍ତ୍ତମାନ ସମୟରେ ସାରା ପୃଥିବୀରେ 3.8 କୋଟି ଏଡ୍ସ ବ୍ୟାଧିଗ୍ରସ୍ତ ଅଛନ୍ତି। ଭାରତରେ ପ୍ରାୟ 23 ଲକ୍ଷ ଅଛନ୍ତି। ଅନ୍ୟ ଏକ ଘାତକ ମହାମାରୀ ହେଉଛି ଇନଫ୍ଲୁଏଞ୍ଜା H1N1 ଭୂତାଣୁ ବିଶିଷ୍ଟ। 8ମ ଶତାବ୍ଦୀରୁ ଆରମ୍ଭ ହୋଇ ବିଭିନ୍ନ ସମୟରେ ସେଗୁଡ଼ିକ ଇନଫ୍ଲୁଏଞ୍ଜା, ସ୍ୱାଇନ୍ ଫ୍ଲୁ, ପାଣ୍ଡେମିକ୍ ପ୍ରଭୃତି ଭାବରେ ନାମିତ। କୋଭିଡ୍-19ର ଉତ୍ପତ୍ତି ଓ ନାମକରଣ ପର ବିସ୍ତାର। କୋଭିଡ୍-19ର ଉତ୍ପତ୍ତି, ତାର ନାମକରଣ ଓ ତାର ପରିବିସ୍ତାର ଆମେ ପର ନେକ୍ସଟ ଭିଡ଼ିଓରେ ପଢ଼ିବା। ଆଜି ପାଇଁ ଏତିକି। ରହିଲି। ଜୟ ଜଗନ୍ନାଥ।